ଠିଆରେ ଯାହା କୁହ ସେଦିନ ମଶାର ଅନ୍ଧାର ଜାଗାରେ ହାତ ମାରିଲା ଦିନଠାରୁ ଇଏ ଝିଅ ପିଲାଙ୍କୁ ଦେଖିଲା ପରଠାରୁ ମୋର ଖାଲି ଛଟଛଟ ହଉଛି। ମଶା 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 ଇଏ ସେ ଡାକୁଛି କୋଉଠି ମତେ ଯାଉଛି ଯାଉଛି। ସେଦିନ ମୋର ଅସାଧାରଣ ଜଳ ପାଇଁ ତମ ପାଖରେ ମୁଁ କ୍ଷମା ମାଗିବାକୁ ଆସିଛି। ମୁଁ ବୁଝିପାରିଲିନି ଇଏ କୋଉ ପ୍ରକାର କ୍ଷମା। ଆଉ ତମେ ଜମା କ୍ଷମା ମାଗନି, ବରଂ ମୁଁ ତମ ପ୍ରତି ଦୁର୍ବ୍ୟବହାର କରିଥିବାରୁ ମୁଁ ଦୁଃଖିତ। ସତରେ ତମେ ଦୁଃଖିତ? ଗୋଟିଏ ଜାଗା ରଖ, ଆଉ ଅଲଗା ଜାଗାକୁ ଆଣନି। ମୁଁ ବହୁତ ଦୁଃଖିତ। ସେଦିନ ତମ ଅଣ୍ଡରଗ୍ରାଉଣ୍ଡ ଭିତରୁ ମୋ ପର୍ସଟା ବାହାର କଲା ବେଳେ କେଜାଣି କୋଉଠି ହାତଟା ମୋର ବାଜି ଯାଇଥିଲା। ବାଟରେ ଘାଟରେ ଯୋଉଠି 100 ଟଙ୍କାକୁ ଦେଖୁଛି ମୋ ହାତଟା ଖାଲି ଚଟ ଚଟ ତମର ଛୋଟ ଛୋଟ ହଉଛି। ତମେ ଟଙ୍କା ଦେଖିଲେ ଛଟ ଛଟ, ମୁଁ ଟୋକି ଦେଖିଲେ ଛଟ ଛଟ, ବେନି ଜମେ ସମଦଶା। ବୁଝିଲ ମଶା, ମୁଁ ଜଣେ ବାବାଙ୍କ ପାଖକୁ ଯାଇଥିଲି। ବାବା କଣ କହିଲେ? ବାବା ଉଦାହରଣ ଦେଇକି କହିଲେ ଏ ଛୋଟ ଛୋଟ ବେମାରଟା ଭାରି ଅସାଧ୍ୟ ରୋଗ, ଇଏ ଥରେ ହେଲେ ଆଉ ଜମା ଭଲ ହବନି। ବାବା କିନ୍ତୁ ଉପଚାର ବି ଦେଲେ। ଉପଚାର ଦେଇ କଣ କହିଲେ? ବାବା ଉପଚାର ଦେଇ କହିଲେ ଧରିନିଅ ଗୋଟେ ବିଷଧର ସାପ ଯଦି ଗୋଟେ ମଣିଷକୁ କାମୁଡ଼ି ଦେଲେ କଣ ହବ? ଗୋଟେ ବିଷଧର ସାପ ଯଦି ଗୋଟେ ମଣିଷକୁ କାମୁଡ଼ି ଦିଏ, ହଁ ତାହେଲେ ତ ସେ ସାପଟା ମରିଯିବ। ତ ବୋଉ ମୋ ମାଉସୀ, ତ ମା ତତେ ଜନ୍ମ କରିଥିଲା ବୋଧେ ବଣ ସାରୁ ଗଲ ଗଲିଆ ଖାଇ ସେଇଥିରେ ତ ଜନ୍ମ କରି। ଆଉ ନା ମୁଁ ଯେତେବେଳେ ମୋ ମା ପେଟରେ ଥିଲି ମୋ ଡେଙ୍ଗା ହବା ପାଇଁ ମାମା ତାଳ ମୂଳ ଖାଉଥିଲା। ତାଳ ମୂଳ ଖାଇଥିଲା ନା ମୋ ଡ୍ୟାସଟା ଖାଇଥିଲା? ଏମିତି କଣ କହୁଛ? ବାବା କଣ କହିଲେ ସେଇଟା କୁହ। ବାବା କଣ କହିଲେ? ନାଇଁ ରୁହ ଟିକେ, ପ୍ରଶ୍ନଟା ଆଉ ଥରେ ଭାବେ। ଯଦି ଗୋଟେ ବିଷଧର ସାପ ମଣିଷକୁ କାମୁଡେ ତାହେଲେ ମଣିଷଟା ତ ମରିଯିବ। ବାବା କଣ କରନ୍ତି ନା ସାପକୁ ମନ୍ତ୍ର ପାଠ କରିକି ଡକାନ୍ତି। କଣ ସାପକୁ ମନ୍ତ୍ର ପାଠ କରି ଡକେଇଲେ ସାପ କଣ ଆସେ କି? ସାପ ବନ୍ଧ ବାଡ଼ ଅନ୍ଧାର ଆଲୁଅ ନ ମାନି ପୁରା ଗାତରୁ ବାହାରି ଆସିବ। କେମିତି ଆସେ ଦେଖିବ ହେ କଂସର ଘରଣୀ ପଦ୍ମାବତୀ ରାଣୀ ପଡ଼ିଲା ଧରତ୍ରୀ ଓଷା, ଲକ୍ଷ୍ମୀ ଭରସା ଦବରେ କହ୍ନାଇ ନଥିବ ପାଖୁଡ଼ା ଖୋସା। ଏ ବାହାରିଲା ବାବା କଣ କରନ୍ତି ଜାଣିଛ? ବାବା ସାପର ମୁଣ୍ଡକୁ ଧରି ସାପ ଯୋଉ ଜାଗାକୁ କାମୁଡ଼ିଥିବ ସେଇ ଜାଗା ନେଇକି ଲଗେଇଦେଲେ ସାପ ସବୁ ବିଷ ଗାଳିଦବ। ତାହେଲେ ଆମେ କଣ କରିବା? ବାବା କହିଛନ୍ତି ଏ ହାତ ଯୋଉଠି ବାଜିକି ଛଟ ଛଟ ହଉଛି
পুনর্বার সেই জায়গায় হস্ত মারুছে তাহলে আমার ছট ছট রোগ ভাল হয়ে যাব। তাহলে আমি ଏବେ କଣ କରିବା? ଆମେ ଏବେ କଣ କରିବା? ଏଠିକି ଆସ ଯିବି। ଆସ ଆସ ଠିଆରେ ଠିଆରେ। ଗଲା ସେ। ତମେ ଗୋଟେ କାମ କର, ଗୋଟେ ୱାନ୍ ସେକେଣ୍ଡ। ମୁଁ ପୁରା ଦୁର୍ବଳ ପେଲି ହେଲିଣି। ମୋର ବାପ ହର୍ଲିକ୍ସ ପିଉନ। ତମେ ଟିକେ କ୍ଷୀର ଦଉନ। ତମେ ଏଇଟା ରଖ। ତମର ଯୋଉ ଡବଲ ଡୋର ନୋଟ। ନକଲି ନୋଟଟା। ନକିଲି, ଏଟା ନକିଲି 5 ଟଙ୍କା ନୋଟ। ନକଲି ନୋଟକୁ ଠକେଇ ଦଉଛ। ତମେ ଗୋଟେ କାମ କର, ତମର ଯୋଉ ଡବଲ ଡୋର ଗଡରେଜ ଡବଲ ଡୋର ସେଇ ଭିତରେ ରଖ। ରଖିଦେବି। ରଖିଦିଅ। ମତେ କାଇଁ ଟିକେ ସନ୍ଦେହ ଲାଗୁଛି। ଆଗ ରଖିଦିଅ। ସେଦିନ 5-10 ଟଙ୍କା ପାଇଁ ତମେ ଏମିତି ମୋ ସହିତ ଝଗଡା ଲାଗୁଥିଲ, ଆଜି 500 ଟଙ୍କା ଦେଇଦେଲ। ତମେ ଆଜି ଆଉ ଟିକେ ଯଦି କଣ ଦେଇଥାନ୍ତ ମୁଁ 5000 ଦେଇଥାନ୍ତି, ନା ଥାଉ କିନ୍ତୁ ଆଜି ଅଟୋ ଭଡ଼ା ହେଇନି। ଥାଉ ରଖି ଦଉଛି। ରଖିଦିଅ। ଆଉ ମୁଁ କଣ କରିବି କହିଲ? କଣ? ମୁଁ ମୋ ସିନ୍ଦୁକ ଭିତରେ ରଖିଦଉଛି। ତାପରେ କଣ ହବ? ଏବେ କଣ ହବ କହିଲ? କଣ ହବ? ଦେ 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 ମୋ ମାଲଟା ଦେ। Sweetie, yellow sweetie, dil chauchi tate only. Are koruchi prema garita to ginalo very slowly. Ah, sweetie, yellow sweetie, dil chauchi tate only. Koruchi prema garita to ginalo very slowly. Bajigala, 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 bar bajigala, dil ki gadi re. Bajigala, bar bajigala, dil ki gadi re. मसा 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 मो घरे 2 मास हला रहलानी नाइट पिंदिकी रहउची हेले मु तार किछि कर आजे मालटा चढ़ाई देची माने सला को झुड़की खाई जे बे मसा देह सच तमर हो सची सत कहिब दुनिया रे कौन चलीछि भाई कौन चलीछि हम तो भाई देह सच हम तो भाई देह सच तमर हो सची सत कहिब दुनिया रे कौन चलीछि भाई कौन चलीछि बे मसा कुआडे गला बे मसा ये बे मसा तमे कोन ए केटा दिन मो घरे रहिला बोली का एते मोटा हलानी कुंठ पाउनी तू तमे किए रे? तमे हाथ मारनी मसा
ସମ୍ଭାଳି ପାରୁନି ମଶା। ତୁ କିଏ ରେ? ଏ ମଶା ତମ କଣ୍ଠସ୍ୱର କଣ ସିସାରୁ ପିସାର ଆଡକୁ ବେ କଣ କହିଲୁ? ତୋ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ଅଟୋଲା ଭାଇ ଏଇ, ତମେ ମୋ ମାର ଖାଇବାକୁ ଚାଲ ନା। ଅଟୋବାଲା ଭାଇ ବ୍ୟାଗ ଗଲ, ଅଟୋବାଲା ଭାଇ। ଅଟୋଲା ଭାଇ ବେ ତୁ କାହିଁ ମୋ ମଶାକୁ କୁଣ୍ଡେଇକି ଧରିଥିଲୁ ରେ? ତୋ ଗୋଷ୍ଠୀରେ ପୁରା ଟପା ଟପ୍। ଚିହ୍ନିଛୁ? ମୁଁ ବାବା ମହଲ ମାଣ୍ଡା। ମତେ ଖାଲି ଉତ୍ତର ଦେ ମୋ ମଶାକୁ କାହିଁକି କୁଣ୍ଡେଇଥିଲୁ ରେ? ମଶାକୁ ମୁଁ କାହିଁକି କୁଣ୍ଡେଇଥିଲି ସେ କଥା କଣ ମୁଁ କହିବି? ଆଉ କିଏ କହିବ? ସେ କଥା ତମ ମଶାକୁ ପଚାର। କି ଭଦା ଲୋକ ବେ ତୁ? ଖାଲି ଠିକ୍ କହିଛି। ମଶା ସେ କାହିଁ ତମକୁ କୁଣ୍ଡେଇଥିଲା? ନାଇଁ, ସିଏ ମତେ କୁଣ୍ଡେଇ ନଥିଲେ। ଆଉ ସିଏ ମତେ ଧରିକି କାନ୍ଦୁଥିଲେ। ମଶା ଧୀରେ କୁଣ୍ଡେଇକି କାମୁ କାନ୍ଦୁଥିବ? ହଁ ପରା। ତେବେ କାହିଁକି ସେ କୁଣ୍ଡେଇ ସେଦିନ କରିଥିବାର ଦୁର୍ବ୍ୟବହାର ପାଇଁ ସେ ମତେ କ୍ଷମା ମାଗିବାକୁ ଆସିଥିଲେ। ଆଉ କଥା ହଉ ଆମ ନିବିଡ଼ ସମ୍ପର୍କଟା ବଢିଗଲା। ଆଉ ଆମେ ଦୁଃଖ ସୁଖ ହଉଥିଲୁ। ମଉସା ମଉସା ଆମେ ଟିକେ ଧୀରେ ଧୀରେ ହଉଥିଲୁ। ହେଇ ଯା ମୁଁ ଆଇଲିଣି। ମଉସା ତମେ ଗୋଟେ କଥା ଜାଣିଛ? କଥାରେ ଏ ମଶାର ବାହାଘର ଠିକ ହେଇଯାଇଛି। ମଉସା এটা ଗୋଟେ କିଏ ପାଡ଼ ପାଡ଼ିଲ? କି ଗନ୍ଧ? ଆବେ ଏଇଟା ଖାଲି ରସୁଣିଆ ଗନ୍ଧ। ଆବେ ଏଇଟା ପାଡ଼ ନୁହବେ। ଆଉ ଏଇଟା ହଉଛି ଦୁଃଖଟା। ପେଟ ଭିତରେ ଦୁଲଦୁଲ ହେଇକି ଛାତି ଗୋଟେ ଗଲାନି ତ ତେଣୁକରି ତାକୁ ପ୍ରେସର ଦେଇକି ତଳକୁ ବାହାର କରିଦେଲି ରେ। ବୁଝିଲ ବୁଝିଲ ମଉସା ମତେ ଲାଗୁଛି ତମ ଗାଣ୍ଡି ପଟେ ପ୍ରେସର ଦେଇକି ପାଡ଼ ଗଲା। ଆଜି ଯଜ୍ଞରେ ଯେତକ ଭାତ ଡାଲମା ଖାଇଛ ମଶା ଏତକ ତମ ଗାଣ୍ଡି ପଟେ ସବୁ ପିଛି ପିଛି ହେଇକି ବାହାରି ପଡା। ମଉସା ମତେ କେମିତି ଲାଗିଲା ଜାଣିଛ? କେଇଥିରେ ତମ ପଛପଟେ ହାରମୋନିୟମ ବାଜୁଛି। ଆ ଆ ଆ ସଙ୍ଗୀନି ରେ ରସ ରଙ୍ଗୀନି ରେ ଦୋଷ କ୍ଷମା କର ଗୁରୁ ବନ୍ଦିନୀ ରେ ରସ ରଙ୍ଗୀନି ରେ ତାପରେ କେରେ ତାପରେ କେରେ ଚୁପ କର ଶଳା ମୋ ସେଣ୍ଟିମେଣ୍ଟ ଖରାପ କରନା କହୁଛି। ମଶା ଆଜ୍ଞା, ତମେ କଣ ସତରେ ବାହା ହେଇ ପଡିବ? ମୁଁ ଆଉ କାହାକୁ ବାହା ହେବି? ମୁଁ ପା ତମକୁ ବାହା ହେବି। ବୁଝିଲ ଏ ମଉସା ଏରା ଗୋଟେ କି ପାଡ଼ ପାଡୁଛ? ଖାଲି ପୁ ପା ପିଛି ପିଛି ପାଚ ପାଚ ଠା ଆବେ ଲାଗୁଛି ତମ ପଛପଟେ ତାବେଲା ବାଜୁଛି। ଏ ଚୁପ ଏଇଟା କଣ ପାଳ କି? ଆଉ ଏଇଟା ଖୁସିଟା। ପେଟ ଭିତରେ ଗୋଳମାଳିଆ କରିକି ପୁଣି ଛାତି ପଟେ ଗଲାନି ତ ପ୍ରେସର ଦେଇକି ତଳକୁ ପାସ୍ କରିଦେ। ମଶା ଆଜ୍ଞା, ତମେ ମତେ ସତରେ ବାହା ହବ ମଶା? ଏଇଠି ଭାଇନା। ଓ ଭାଇନାକୁ କଣ କି କୁଣ୍ଢେଇ ପକାମ? କଥା କଣ କି ଭାଇନା? ମୁଁ ସାରା ଦୁନିଆ ବୁଲି ଆସିଲି କିନ୍ତୁ ତମ ଭଳିଆ ଗୋଟା ତୁଳସୀ ମୁଁ କୋଉଠି ଦେଖିବାକୁ ପାଇଲିନି। ଆଉ ଗାଣ୍ଡି ପଟେ ତୁଳସୀ ଉଠିବ। ସେଇଥିପାଇଁ ମୁଁ ଡିସିସନ ନେଇଛି ମୁଁ ତମ ଘରେ ଫ୍ରକ୍ ପିନ୍ଧିକି ରହୁଛି। ଆଉ କିଛି ଦିନ ପରେ ଶାଢୀ ସାୟା ବ୍ଲାଉଜ ଚଢି ବ୍ରା ସେଇଟା ବି ପିନ୍ଧିକି ରହିବି। ତମର ଏଇ ପଦିକ କଥାରେ ମୋ ଛାତିଟା ଖାଲି ଗଡେନ ଗଡେନ ହେଇଗଲା।
ଦିନ ଖାଇଦେଲନି ମିଳିଲାନି ରେ ଏଇଠି ଭାଇ ବଇଦା ପାଖକୁ ଯାଇଥାନ୍ତ ବଇଦା ହେସା ମର କି ଗଲାଣି କୁଆଡେ ସ୍ୱର୍ଗପୁରୀ ହେଲାଣି ଏଇଠି ଭାଇ ଭାତ ଡାଲମା ହଜମ ହେଇନି। ମଶା ତମେ ମତେ ସତରେ ଭାବ ମଶା ମୁଁ ଟିକେ ଇଣ୍ଟରେଷ୍ଟ ହଉଛି ମଉସା ତମର ମେସିନ କାମ କରୁଛି କାମ କରୁଛି ମାନେ ଟପାଟ ଚାଲିବ ବେ ଦଫା ଦବ ସାଇଡ ଟିକେ ମାରିଗଲ ମତେ ସେଣ୍ଟର କର ଦେଖୁଛୁ କେମିତିଆ ମେସିନ ଠିଆ କରୁଛି ଠେଇ ଛୋଡ଼େଗା ନେଇ ସାଲା ଛୋଡ଼ା କେ ନାହିଁ ବୁଝିଲ ମଉସା ତମର ଏଇ ବର୍ଷରେ ମେସିନ କାମ କରୁଛି କାମ କରୁଛି ମାନେ ହଁ କହିଲିରେ ତୋ ଦାଲ ଦାଲ ଚାଲିବ ତୁ କଣ ଜାଣୁ ଶୀତ ଦିନଟା Oh no, I don't like this last topic. ମଉସା ତମର ଆଉ ଅଛି ନା ତମର ଆଉ ଅଛି ଖୋଲିକି ଦେଖୁନ। ଆସୁନ ଟିକେ ଖୋଲିଦବ ମୁଁ ଦେଖିଦେବି ମଉସା ତମର ମେସିନ ପୁରା ଫେଣେଇ ଯିବଣି ଆଉ ତମ ପାଣି ପାଇପ୍ ଜାମ ହବଣି ଏ ପାଣି ଆଗକୁ ନ ଛାଟି ତମ ଫୁଟବଲ ଉପରେ ପଡୁଥିବ ଏଇ ବୟସରେ ତମର ମେସିନ କାମ କରୁଛି କାଇଁ ତମେ କଣ ମେକାନିକ ସଜେଇ ଦବ? ବୁଝିଲ ମଉସା ତମ ମେସିନ କେମିତି ହାଇଲାଇଟ ଖେଳିବ ତା ବ୍ୟବସ୍ଥା ମୁଁ କରିଦେଇଛି କି କୁଳଙ୍ଗାରରେ ଦେ କଣ ରଖିଛୁ ଦେ ପିଲାବି ଦେବି ଦେବି ଦେ କଣ ଦେବି କହିଲ କଣ ରେ ଠିପିଏ ଚାଟ ଠିପିଏ ମଦ ହେରେ ଆଗରୁ କି ଅଦା ପିଇ ଦେଇଛି। ନାଇଁ ନାଇଁ ମୁଁ ପିଇନି ଏଟା କମ୍ପାନୀ ଦେଇଛି ସେତିକି ଆଜି ଭଳିଆ ଖୁସି ଦିନରେ ମାଲ ଟିକେ ପକେଇକି ଆଇଥିଲି ବୋଲି ମୋ ମଶା ରାଜି ହେଇଗଲେ ବାହାରି ପୁଣି ମୋରି ବ୍ରାଣ୍ଡ ତୁ ଧରିକି ଆଇଛୁ ମାନେ ଛାଡ଼ିବିନି ରକ୍ତର ବାଣ୍ଡ ବୋକା ଚିହେକରେ ପିଇଥିଲା ଛି 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 ଏଇଠି ମଶା 6 ମାସ ହେଲା ଦୁଧ ନଉଥିଲା ଏବେ ପୁଅ ମଦ ପିଉଛି ତ ବୋପା 22ରେ ମୁଁ ପୋଛି ସାଥିୟ କେନ୍ଦ୍ର ପିଉ 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 ପିଇ ଯାଅ ପାଣି ପୁରା ପାଣି ହେଇଯିବ। ତମେ ମତେ ସତରେ ବାହା ହବ ଦେଖିକି ଖୋପକୁ ଧରି ପକେଇବ ମତେ ସତରେ ବାହା ହବ ମଶା ଟିକେ ରୁହ ଆଗକୁ ଯାଉନି ମୋର ଅଛି ମୁଁ କହିସାରେ। ନା ସିଏ ହେଇଛି ମାସିକା ହେଇଥାଉ ତମେ ଚୁପ ରୁହ। ହେଇଟି ଭାଇ ନା ମୁଁ ସିନା ତମକୁ ବହୁତ ଭଲ ପାଏ ହେଲେ ତମେ ମତେ ଭଲ ପାଅ ନା ନାହିଁ କହିଲ? ମାନେ ତମେ ମତେ କେତେ ଭଲ ପାଉଥିବ? ଚେନ ଧରିକି ଦେଖିଦ ଚେନ ଧରିକି ନିଆଁକୁ ଡେଇଁ ପଡିବି ପୋଖରୀ ଡେଇଁକି ଆର ବାଟକୁ ପଳେଇବି ସାତ ସିନ୍ଧୁ 13 ନେଇ ପାର ହେଇଯିବି ଭାଇ ନା ଟିକେ କମ କର ସମ୍ଭାଳି ହଉନି। ଆଙ୍ଗୁଠି ମାରି ଦଉନ ଆଙ୍ଗୁଠି ମାରି ଦିଅ ଭାଇ ତମ କାମ ଚୁପ କର ମୋ ସେଣ୍ଟିମେଣ୍ଟ ମୁଁ ପାରିବିନି ବଡ ବାବୁ ଯେମିତି ଲୋକ ସେ ମତେ ଜୀବନରେ ମାରିଦେବେ। ମାନେ ତୁ ଏ ଝିଟିବିଟି ମହାନ୍ତିର ଝିଆରିଟି ସେଇଥିପାଇଁ ତ ମୁଁ ନିଜକୁ ଗର୍ବ ଅନୁଭବ କରେ। ଆଚ୍ଛା ତୁ ଏ ଘରେ କଣ ପାଇଁ ଅଛୁ ଉପରେ ଚାକରାଣୀ ହେବି ଆଉ ଭିତରେ ବାଘୁଣୀ ହେଇ ସମସ୍ତଙ୍କ ରକ୍ତ ପିଇଯିବି। ତୁ ସବୁ ଯାକ ବାଳ ଉପାଡ଼ି ପକେଇବୁ ମୁଁ ତମ ଛେଳି ମୋ ସହିତ ଏମିତି କଥାବାର୍ତ୍ତା କରୁଛ କେମିତି ଅଭଦ୍ର ଭଳି କଥାବାର୍ତ୍ତା କରୁଛ। ଏ ମା ତୁ ମତେ ଖରାପ ଭାବିବୁନି ଏ ବାଳ ଶବ୍ଦଟା ଆଉ ଖରାପ ନୁହେଁ ଯେମିତି କ୍ଷୀର ଆମିଷ ନୁହେଁ ସେମିତି ବାଳ ଶବ୍ଦଟା ବି କିଛି ଅଭଦ୍ର ଭାଷା ନୁହେଁ ଏବେ ପରା ଗାଁ ଗଳିରେ ବିକା ହେଇକି ନାଚ ପାଟିରେ ବି ନାଚ ରଙ୍ଗରେ ପରିବେଷଣ କରାଗଲାଣି। ଛାଡ଼ ସେ କଥା
মতে আগে কইবে কোন করবে পড়িব ଏ ମା ତୁ ଏ କଥା ମତେ ପଚାରୁଛୁ ଏ ଯାହା କରିବୁ ତୁ କରିବୁ সে প্ল্যান মু করি সে କରିସାରିଛ এবে দেখো आगे आगे होता है क्या ପିଲା ମା ଏଇଟା କଣ विश्व ଏ ବିଷ ଆଲୋ ତୁ କାହା ଜୀବନ ନବୁ ଆଲୋ କାହାକୁ ମାରିବୁ যে আমার সমস্যার মধ্যে মু তাকে শেষ করে দিব ଆଶୁତୋଷ ମହାପାତ୍ର ଆମ ସମସ୍ୟାର ମଞ୍ଜି ନୁହଁ ତାର ଆଗକୁ ପଛକୁ କେହି ନାହିଁ ଆଉ ତା ଭାଇ ବିନୟ ସେ ତ ଯିବ ଯିବ ବୋଲି ହଉଛି ଆମର ମୂଳ ସମସ୍ୟା ହେଲା ସେ ପିଲାଟା ଯେତେ ଶୀଘ୍ର ମରିବା ଦରକାର ଏଇଠି ହୁସିଆର ଯଦି ସେ ପିଲାଟା ଦେହରେ ଟିକେ ଧୂଳି ପଡେ ଆଶୁତୋଷ ମହାପାତ୍ର ଏ ବସୁଧାକୁ ଦୋହଲେଇ ଦବ মৌসা জমা ব্যস্ত হল তুমি মতে বিশ্বাস কর আমি সেটা বহুত চেষ্টা করেছিল হেলে কেমিতিকা সে পিলাটা বঞ্চিগলা মু জমা জানি পারলিনি মু সত্য কইছি মু নিজ আখিরে দেখিছি পিলাটার নিঃশ্বাস প্রশ্বাস সব বন্ধ হয়ে যাইছিলা সব পড়ে যাইছিলা ଏ ମା ସେ ପିଲାଟା ପିଲା ନୁହଁ ସିଏ ସ୍ୱୟଂ ଭଗବାନ କୃଷ୍ଣ ସେ କେବଳ ଜନ୍ମ ନେଇଛନ୍ତି ଏଇ କଂସମାନଙ୍କୁ ବଦ୍ଧ କରିବା ଏଇଥିଲ ମା ମୁଁ ଯାଉଛି ହେଲେ ଗୋଟେ ଗଲାବେଳେ ଗୋଟେ କଥା କହିଦେଇ ଯାଉଛି ମନେ ରଖିଥିବି ତୋ ଭଳିଆ ଏଇ ଘରେ ଗୋଟେ କାଳ ନାଗୁଣୀ ରହୁଛି ବୋଲି ଯେମିତି କେହି ନ ଜାଣନ୍ତି ଆଉ ଯଦି ଜାଣନ୍ତି ଆଜି କିନ୍ତୁ ପିଲାଟାର ଶେଷ ଦିନ ମୁଁ ତାକୁ ଶେଷ କରିଦେବି ଶେଷ କରିଦେବି ତାର ମୁଁ ବଜେଇ ୟେସ୍ ଏଇଟା ହଉଛି ମୋ ପାଇଁ ସୁବର୍ଣ୍ଣ ସୁଯୋଗ ମାରିଦେବି ସେ ପିଲାଟାକୁ ମାରିଦେବି ମୁଁ ଠାକୁର ବୋଲି ଭାବୁଥିଲି ଆଜି ଜାଣିଲି ଆପଣ ଠାକୁର ନୁହଁ ଆପଣ ଜଣେ ପଥର ତୋ ମୁଣ୍ଡ ମୁଣ୍ଡ ଖରାପ ହେଇଯାଇଛି ଏମିତି ମୋ କଥା କହୁଛୁ ପାଗଳ ହେଇଯାଇଛୁ କଣ ଆଉ କହିବି ବାବୁ ମୁଁ ସବୁ କିଛି ଶୁଣି ଦେଇଛି ଧନ ସମ୍ପତ୍ତିର ଲୋଭ ଏମିତି ମୁଁ ପାଗଳ କରିଦେଲା ଧନ ସମ୍ପତ୍ତିର ଲୋଭ ମଣିଷର ପାଖକୁ ରାକ୍ଷସ ସଜେଇ ଦେଲା
কোন কোন আসু কହୁଛ এতে সাহস তোর হলে বা এ বাবু এ গোটে মଣିଷ মত এ গোটে রাক্ষস নୁହଁ ବ୍ରହ୍ମ ରାକ୍ଷସ ବ୍ରହ୍ମ ରାକ୍ଷସ କୋଉଠି ରୁହେ ବା ଜାଣିଛୁ ତାଳ ଗଛ ପରି ଗୋଡ଼ ନଡ଼ିଆ ଗଛ ପରି ହାତ ଖମ୍ବ ପରି ମୁଣ୍ଡ ବ୍ରହ୍ମ ରାକ୍ଷସ କୋଉଠି ରୁହେ ବା ଜାଣିଛୁ ବର ଗଛରେ ଏ ବାବୁ ଚାହାନ୍ତି ଏ ଘରେ କେହି ନ ରହନ୍ତୁ ଏ ଘରଟା ମଶାଣି ପାଲଟି ଯାଉ ଏ ଘରଟା ଭୂତ କୋଠି ପାଲଟି ଯାଉ ଏ ଭୂତ କୋଠି ଭୂତରେ ବାବୁ ଏକା ରାଜା ହେଇ ରୁହନ୍ତୁ ଖରାପ କରୁଛୁ ବା ତୁ ସେଣ୍ଟିମେଣ୍ଟ ଆଉ କୋଉଟାକୁ ମଶା ମଶା ଆସିଲ ଦନୁକା ଦେଖିକି ସେ ଗାମୁଛାଟା ଚିଠଉନୁ ଆଇ ଢୋକିଆ ଏ ମଶା ଦେଖିକି ଛିଟିକା ପଡ଼ିଯିବ ଆସ ମଶା ଯିବା ହେଇଟି ମଉସା ନାଇଁ ନାଇଁ ତମେ ମୋର ସ୍ୱାମୀ ହବ କହୁଛ ନା ବାପା ଡାକି ଦେଉ ହେଇଟି ତମେ ଯଦି ଏତେ ଭଲ ପାଅ ମତେ ତାହେଲେ ମୋର ଗୋଟେ କଥା ରଖିବନି ଏ ଗୋଟେ କଥା କଣ ସଲା 100ଟା କଥା କହ ରଖିଦେବି ନାଇଁ ନାଇଁ ମୋର ଗୋଟାଏ କଥା ରଖ ରାତି କ ଦବ କହିଚାଲ ହେଇଟି ଭାଇନା ତମେ ଯେତେବେଳେ ମତେ କମ୍ପାଲ ନେଇକି ଛାଡି ଦଉଛ ସେ ଯୋଉ 6 ଫୁଟିଆ ଟିମା ଟିମା ଡନ ବା ଟିମା ଟିମା ଆଖି କରିକି ମତେ ଅନଉଛି 6 ଫୁଟିଆ 3 ଫୁଟିଆ ଏ ସଳା ରାଣ୍ଡିଆ ଡନ ତମକୁ ଅନଉଛି ତାକୁ ଟିକେ ମନା କରନ୍ତନି ସେ ମତେ ଆଉ ଅନାନ୍ତାନି ସେ ଯେମିତି ଅନଉଛି ମତେ ଭାରି ଖରାପ ଲାଗୁଛି ଛାଡ଼ିବିନି ସାର୍ ଏ ସଳା ଡନକୁ ଛାଡ଼ିବିନି ସାର୍ ସଳାକୁ ମାରିଦେବି ମଉସା ଓଏ ଯେତେ ଯାହାହେଲେ ବି ସେ ତମ ମାଲିକ ଆବେ କୋଉ ମାଲିକ ବେ ସେଟା ସଳା ଯୋଉ ମାଲିକର ଦାନା ଖାଉଛି ସେ ମାଲିକର ଭଉଣଟାକୁ ରେପ୍ କରିକି ମାରିଦେ ମଉସା ତା ବାପା ଦେଖିଦେଲା ବୋଲି ଏ ସଳା କାয়দା କରିକି ଫ୍ୟାନରେ ଟଙ୍ଗେଇ ଦେଲା ରେ ହେ ଭଗବାନ ଖାଲି କଣ ସେତିକି ଆଉ ଆହୁରି ଗଲା କଣ ନା ଆମ ଯୋଉ ମ୍ୟାନେଜର ଥିଲା କମ୍ପାନୀରେ ତାଙ୍କ ତଳ ଭାଇ କ୍ୟାସିୟର ଯୋଉଟା ବେଙ୍ଗଲରୁ ଆସିଥିଲା ଏ ତାକୁ ବି କାয়দା କରିକି ମାରିକି ଟ୍ରେନ୍ ଲାଇନରେ ପକେଇଦେଲା ସଳକୁ ଛାଡ଼ିବିନି ମଶା ତମକୁ ହଇରାଣ କରିଛି ତାକୁ ପିସ୍ 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 କରିକି କାଟି ଦେगा ଶଳା ବୁଢା ପୁରା ପିଚିକାଳି ମାରିକି ପଳେଇଲା ହେଇଟି ଏଣ୍ଡୁଅ ଭାଇ ବୁଝିଲ ମଶା ହେଇଟି ଏଣ୍ଡୁଅ ଭାଇ ସେ ବୁଢା କଣ କରତି କହିଦେଇ ଗଲା ଶୁଣିଲ ତ ଏ ମଶା ମୋ ଧନ ମୋ ବେଲୁ ମୋ ପୁଛୁ ସେ ଆମର କଣ ଦେବୀ ଭାଇ କି ସେ ଆଶୁତୋଷ ମହାପାତ୍ର କଣ କରିଛି ଜାଣିଛ କଣ କରୁଛି ଦେବୀ ଭାଇର କେସ୍କୁ ପୁରା ନେଇକି ଥାନାରେ ରଖିଦେଇଛି ଆଶୁତୋଷ ମହାପାତ୍ର ଭଉଣୀ କି ଦେବୀ ଭାଇ ମାରିଦେଇଛି ବୋଲି ସେ ପୁରା ଥାନାରେ ଯାଇକି ପୁରା ଆଣ୍ଠୁ ମାରିକି ବଇଛି ଯାଏ ସେ କଥା କହିଦେଇକି ଆସେ ହେଇଟି ଧନ ତମେ ଏକା ଚାଲିଯିବ ମତେ ଦେଇକି ଯିବନି ଦେଇକି ଯିବି ଏଇ ତ ତା କଥା କହୁନି ମୁଁ ପେଟରେ ପୁରା 10 ମାସ ପେଟେ ଦେଇକି ଯିବି ସେଇ ଦବା କଥା କହୁନି ଆଉ କୋଉ ମୁଁ କହୁଛି ମୁଁ କହୁଥିଲି ଦେ 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 ମୋ ମାଲଟା ଦେ ବାବୁ ଚାହାନ୍ତି ଏଇ ଘରେ କେହି ନ ରହନ୍ତୁ ତୁ ମୁଁ ବଡ ବାବୁ କେହି ବି ସାନ ବାବୁ କେହି ବି ନୁହଁ ଏକଦମ ଚୁପ୍ କଣ କହିଲୁ ଏଇ ଘର ଭିତରେ କେହି ନ ରହ ମୁଁ ଚାହୁଁଛି ଆରେ ମୁଁ ସେ ପିଲାଟାକୁ ମାରିବାକୁ ଚାହୁଁଛି ତମେ ସେ ପିଲାଟାକୁ ମାରିଦେବାକୁ ଚାହୁଁଛ ଧନ ସମ୍ପତ୍ତିର ଲୋଭ ତମକୁ ପାଗଳ କରିଦେଇଛି ପାଗଳ ହେଇଯାଇଛୁ ତୁ ପାଗଳ ହେଇଯାଇଛୁ ଯେମିତି ହାତ ଗୋଡେ ନଥିବା ଜକ ଧନ ସମ୍ପତ୍ତିକି ଯେତିକି ଭଲ ପାଏ ତମେ ସେମିତି ଭଲ ପାଅ ଏ ବାପ ନଥିବା କାହ୍ନା ତମକୁ କହୁଛି ତମେ ଗୋଟେ ଶୈତାନ ତମେ ପ୍ରକୃତରେ ଯାହା ଦେଖାଛ ପ୍ରକୃତରେ ତମେ ସେଇଆ ନୁହଁ ତମେ ହଉଛ ଗୋଟେ ଚୁପ୍ ଶୈତାନ କଥା କହିବାର ସୀମା ଟପି ଯାଉଛ ବାବୁ ସେଇଥିପାଇଁ ତ ଆପଣଙ୍କୁ ଠାକୁର ବୋଲି ଭାବୁଛୁ ହେଲେ ଆଜି ଜାଣିଲି ଆପଣ ଗୋଟେ ଠାକୁର ନୁହଁ ଆପଣ ଜଣେ ପଥର ଆଜି ଜାଣିଲି ବାବୁ
ବିନୟ ବାବୁକୁ ଆପଣ କାହିଁକି ବାହା କରେଇ ଦଉନଥିଲେ? ଆପଣଙ୍କ ନିଜ ଖୁସି ପାଇଁ ମତେ କେମିତି ଖୁସି ସହିତ ବାହାଘର କରିଦେଲେ? କାନ୍ଧ ଏଇ ଆସ କଣ ଚାହୁଁଛି ଏକଥା କଣ ତୁ ଜାଣିନୁ? ଛଳନା ଥିଲେ ଲୋ ମା, ସେ ସବୁ ବାହାରଣା ଥିଲେ। ଏଇ ବଡ ବାବୁ କଳା ଛୁଆଟାକୁ ବିଷ ଦେଇ ମାରିଦେବାକୁ ବସିଥିଲେ ଲୋ ମା। ବିଷ ଦେଇ ମାରିଦେବାକୁ ବସି କଣ କଣ କାନୁ ମୁଁ ବିଷ ଦେଇ ମାରିବାକୁ ବସିଥିଲି? ଓ ତମେ ବାହାର ଏଠିରୁ ହଁ ଚାଲିଯିବି ବାବୁ, ହେଲେ ଗଲାବେଳେ ମୋ ଛୁଆକୁ ମୋ ସାଙ୍ଗରେ ନେଇକି ଯିବି। ଏଇ କଣ କହିଲୁ ତୁ? ତୁ ମୋ ନାତିକି ତୋ ସାଥିରେ ନେଇଯିବୁ କାହିଁକି? ସିଏ ତୋର କିଏ ଆଉ ତୁ ତାର କିଏ? ତୋ ନାତିକି ଜନ୍ମ ଦେଇଥିବା ସ୍ତ୍ରୀ ଲୋକଟା ହଉଛି ମୋ ଭାରିଜା। একদম চুপ একদম চুপ। কଣ କହିଲୁ? ଖୁସିକୁ ବାହାଇ ଗଲୁ ବୋଲି ଛୁଆଟା ତୋର ହେଇଗଲା। ହଁ এই আশুতোষ মহাপাত্র ছাতির কলিকা সিଏ তাକୁ ତୁ ନେଇଯିବୁ ମୁଁ ଚୁପଚାପ ଏଠି ଆଜି ସେ ଛୁଆକୁ ମତ ଦେ କହୁଛି ସେ ଛୁଆ କହିଲି କାନୁ ଶେଷ ଥର ପାଇଁ କହୁଛି ସେ ଛୁଆକୁ ମତ ଦେ। ଶେଷ ଥର ପାଇଁ କହିଦଉଛି ବାବୁ, ଆପଣଙ୍କ ଭଳି କଂସେଇ ହାତରେ ମୋ ଛୁଆକୁ ମୁଁ ଟେକି ଦେଇ ପାରିବିନି। କଂସେଇ ହଁ ତମେ ଜଣେ କଂସେଇ। ମୁଁ କଂସେଇ ହଁ କଂସେଇ ନ ହେଇଥିଲେ ମୁଁ କଳା ଛୁଆଟାକୁ ବିଷ ଦେଇ ମାରିଦେବାକୁ ବସି ନଥାନ୍ତା ନା। ମୁଁ ବିଷ ଦେଇ ମାରିବାକୁ ବସିଥିଲି। ହଁ ବେଇମାନ ବିଶ୍ୱାସଘାତକ ମାରିବାରେ ବୁଝି ଏତେ ସାହସ ତାର? ସେ ମୋ ପୁଅକୁ କହିବ ଏତେ ସାହସ? ଏମା ତୁ କାହିଁକି ହେଇଛୁ? ତୁ ବି ଆସିକି ମତେ ମାରୁନୁ। ମୋ କଥା ଦେଇ ମିଛ ଭାବୁଛୁ? ଏ କ୍ଷୀର ବୋତଲ ନେଇ ପରୀକ୍ଷା କର, ଏଥିରେ ବିଷ ମିଶିଛି କେମିତି? ନଉନୁ ଆଉ ଠିଆ ହେଇଛୁ ତ? ମୁଁ ବି ଦେଖିବାକୁ ଚାହେଁ ସେ ବୋଟଲରେ ବିଷ ମିଶିଛି ନା ନାହିଁ। ଦେଖୁ ଦେଖିଲୁ ତ ମା, ମତେ କହୁଥିଲୁ ପା ଏ ମା ମୁଁ ଆଉ ତତେ ଟିକେ ଦେରି କରିଥାନ୍ତି। ତୋର ଏଇ ବଡ ପୁଅ ତୋ ସାନ ପୁଅର ପୁଅକୁ ସବୁଦିନ ପାଇଁ ମାରି ଦେଇଥାନ୍ତ ଲୋ ମା। ପଚାରୁନୁ ତାକୁ। ଏବେ ତ ପଚାର ଦରକାର ନାହିଁ। ମୁଁ କହୁଛି ଶୁଣ, ସେ କ୍ଷୀର ବୋତଲ ମୁଁ ସେ ପିଲାକୁ ଖାଇବାକୁ ଦଉଥିଲି। ଶୁଣିଲୁ ତ? ଏବେ ତୋ ନିଜ କାନରେ ଶୁଣିଲୁ ତ? ମତେ କହୁଥିଲୁ ପରା ଏଇ ବଡ ବାବୁ ତୁ କଳା ଛୁଆଟାକୁ ବିଷ ଦେଇ ମାରିଦେବାକୁ ବସିଥିଲେ, ଦଶ ବୁଡେଇବାକୁ ବସୁଥିଲେ। ଆସୁ ମା ତାମାନେ ତୁ ମୋ ନାତିକୁ ବିଷ ଦେଇ ମାରିଦେବା ପାଇଁ ବସିଥିଲୁ? ନାଇଁ ମା ମତେ ବିଶ୍ୱାସ କର ମା, ମୁଁ ବେଡରୁମ୍ ଥିଲି, ଛୁଆଟିର କାନ୍ଦ ମତେ ଶୁଭିଲା, ମୁଁ ଆସି ତାକୁ ବୁଝେଇଲି ହେଲେ ବୁଝିଲାନି ମା। ବୋତଲଟା ଏଇଠି ଥିଲା ମା, ମତେ ବିଶ୍ୱାସ କର ମୁଁ ସତ କହୁଛି ମା। ମା ବାବୁ ବିଷ ବୋତଲ ନେଇ କଣ କରୁଥିଲେ? ବିଷ ବୋତଲ ହଁ ଏଇ ବିଷ ବୋତଲ ତ ମୋ ବାବୁଙ୍କ ତକିଆ ତଳ ପାଇଲି। ଏ ବାବୁ ଏବେ କହିବେ ଆପଣ ଜଣେ ଧର୍ମରାଜ ଯୁଧିଷ୍ଠିର ବୋଲି, ଏବେ କହିପାରିବେ ଆପଣ ଜଣେ ଭଲ ମଣିଷ ବୋଲି। ଅସୁ ତାମାନେ ତୁ ମା ମତେ ବିଶ୍ୱାସ କର ମା, ସତ କହୁଛି ମା। ଏ ବିଷ ବୋତଲ ମୋ ବେଡରୁମ୍ କେମିତି ଆସିଲା କିଏ ଆଇଲା ମୁଁ କିଛି ଜାଣିନି ମା, ସତ କହୁଛି ମା, ମତେ ବିଶ୍ୱାସ କର ମା। ମା ବାବୁ ଏ ବିଷ ବୋତଲ କଣ କାହ୍ନା କଣ ହେଇଛି ତୋର? ଏମିତି ମୋ ସୁଖେଇ ଛିଡା ହେଇଛୁ କଣ? କହୁନୁ କଣ ହେଇଛି? ଓଡାଉ କହିବିଲୁ ରାଧା, କି ଫେରେଇ ଦବ ମତେ ସେଇ 25 ବର୍ଷ? ସବୁ 25 ବର୍ଷ ମୁଁ ଅକାରଣରେ ହରେଇ ଦେଇଛି। କିଏ ଫେରେଇ ଦବ ମତେ ସିଏ? ଯୋଉ 25 ବର୍ଷ ମୁଁ ଏଇ ଲୋକଟା ପାଖରେ କାଟି ସାରିଛି। ଏଇଟା ଗୋଟେ ମଣିଷ ନୁହଁ, ଏଇଟା ଗୋଟେ ମଣିଷ ମରା ଏଇଟା ଗୋଟେ। ଏ କାହ୍ନା ତୁ ବାବୁକୁ ସେମିତି କଣ କହୁଛୁ? ବାବୁ ମୂଷା ମାରିବା ପାଇଁ ବିଷ ଆଣିଥିବେ। ସାମାରିଆ ପାଇଁ ନୁହଁ ରାଧା, ଆଉ ମୁଁ କଳା ଛୁଆଟାକୁ ବିଷ ଦେଇ ମାରିଦେବାକୁ ବସିଥିଲେ। ଆରେ ପାଗଳ ହେଇଯାଇଛ ତମେ, ପାଗଳ ହେଇଯାଇଛ। ଆରେ ତମେ ମାନଙ୍କୁ ଜାଣିନ? ଆରେ ଦିନ ରାତି 24 ଘଣ୍ଟା ଦିନେ 24 ଘଣ୍ଟା କାରଖାନାରେ ସମୟ କାଟୁଥିବା ଏଇ ମଣିଷଟା এই ঝড় আসিবা দিন ঠাରୁ ଗୋଟାଏ ମୁହୂର୍ତ୍ତ କମ୍ପାନୀକି ଯାଉନି। ଆଉ ତମେ ଯେତେବେଳେ ରାତିରେ ଶୋଇଥିଲା ବେଳେ ଛୁଆଟା କାନ୍ଦେ, ମୁଁ ଡାକେ ଏ କାହ୍ନା ଏ ରାଧା, ମା ଦେଖିଲ ଛୁଆଟା କାହିଁ କାନ୍ଦୁଛି, ଅଥଚ ତମେ ମାନେ ମତେ କହୁଛ ଅଭିନୟ କରୁଛୁ।
ଏମିତି ଅଭିନୟ କଲ ଯେ ଗୋଟେ ମା ବି ଜାଣିପାରିଲାନି ତା ଘରେ ତା ପୁଅ ଠିଆ ହେଇଛି ନା ଗୋଟେ ଅଭିନେତା ଠିଆ ହେଇଛି। ଆରେ ରାମୁ, ଏତେ ଖରାପ ତୁ କେବେଠୁ ହେଲୁ? ଏ ବାବୁ ଥରେ କହିଥାନ୍ତ ତମେ ଏ ଘର ଛାଡି ସମସ୍ତେ ପଳା, ଏତେ ଦୂରକୁ ଚାଲି ଯାଇଥାନ୍ତୁ ଯେ ଦୂରବୀକ୍ଷଣ ଯନ୍ତ୍ର ଦେଖିଲେ ବି ଆପଣ ପାଇନଥାନ୍ତେ। ଆପଣ ଆମ ସମସ୍ତଙ୍କୁ ବିଷ ଦେଇ ମାରିଦେବାକୁ ବସିଥିଲେ। ମତେ ମାକୁ ବି। ଆରେ ବିଶ୍ୱାସ କର ମତେ, ବିଶ୍ୱାସ କର। ଆରେ ଯଦି ଭୁଲ କରିଛି ମୁଁ ବୋଲି ଭାବୁଛ ମାର ମତେ। ଆରେ ମୁଁ ପିଠି ଡାକି ଦଉଛି ମାର ମତେ। କଷ୍ଟ କଥା କୁହନି ରେ। ଆରେ ମତେ ଶବ୍ଦ ହଉନି ସିନା, ସିଧା ଯାଇ ମୋ କଲିଜାରେ ବାଜୁଛି। ସାନ ପୁଅଟାକୁ ଘରୁ ବାହାର କରିଦେଲୁ, ସେ କଥା ଶୁଣି ମୁଁ ଚୁପ୍ ରହିଲି। ବୋହୂଟାକୁ ଅନ୍ୟ କାହାକୁ ଦେଇଦେଲୁ, ଏ କଥା ଦେଖି ବି ମୁଁ ଚୁପ୍ ରହିଲି। ଗୋଟେ ଅନ୍ତଃସତ୍ତ୍ୱା ନାରୀକୁ ଏ ଘରୁ ବାହାର କରିଦେଲୁ, ନାରୀ ହିସାବରେ ଏସବୁ ଦେଖିବି ମୁଁ ଚୁପ୍ ରହିଲି। ସେ ତ ମନ ବସିଥାନ୍ତି ଯେ ଏ ଘରର ଭବିଷ୍ୟତକୁ ବି ବିଷ ଦେଇ ମାରିଦେବା ପାଇଁ ବସିଥିଲେ। ମୁଁ ଏବେ ଠିକ ବୁଝିପାରୁଛି ବାବୁ କାହିଁ କେମିତି କଲେ। ମୁଁ ଠିକ ଜାଣିଛି ନିଜେ ତ ବାହା ହେଇନାହାନ୍ତି, ତାଙ୍କର କେହି ନାହାନ୍ତି। ବାବୁ ଚାହାନ୍ତିନି ଏ ଘରର ସମ୍ପତ୍ତି ଆଉ କାହାର ହଉ ବୋଲି। ମୋ ଝିଅଟା ଆତ୍ମହତ୍ୟା କରିନଥିଲା, ବରଂ ସେଇଟାକୁ ମାରି ଦେଇଥିଲା ଏଇ ଆସୁ। ଆଉ ମୋ ସ୍ୱାମୀକୁ ତୁ ମାରି ଦେଇନୁ ତ? କିଛି ଅସମ୍ଭବ ନୁହଁ ନା। ମତେ ଲାଗୁଛି ବଡ ବାବୁ ମରିବା ପଛରେ ଏଇ ଲୋକଟା ହିଁ ଦାୟୀ। ବାବୁ ଆପଣ ଛାତ ହେଲେ ଏ କାହ୍ନାଟା ହଉଛି ଛାତ ତଳର ମଣିଷ। ଛାତରେ ଫାଟ ସୃଷ୍ଟି ହେଲେ ଛାତକୁ ଭଲ ପାଉଥିବା ଲୋକ ନିଜ ହାତରେ ଛାତଟାକୁ ଭାଙ୍ଗି ଦିଏ, ତାହେଲେ ଛାତକୁ ପର କରି ସବୁଦିନ ପାଇଁ ଚାଲିଯାଏ। ହେଲେ ମୁଁ ତମ ପରି ବେଇମାନ ନୁହଁ ବାବୁ। ନିଜ ହାତରେ ଗଢ଼ିଥିବା ଛାତଟାକୁ ମୁଁ ଭାଙ୍ଗିଦେବି, ବରଂ ଛାତକୁ ପର କରି ସବୁଦିନ ପାଇଁ ଚାଲିଯିବି। ସବୁଦିନ ପାଇଁ ଚାଲିଯିବି ମୁଁ, ସବୁଦିନ ପାଇଁ। ମୁଁ ବି ତ ସାଙ୍ଗରେ ଯିବି, ନହେଲେ ଏ ବାବୁ ମତେ ବି କୋଉଦିନ ମାରିଦେବେ। ଆଜି ପର୍ଯ୍ୟନ୍ତ ମତେ ବୁଝିପାରିଲୁନୁ କାହ୍ନା। ଆରେ ତ ବଡ ବାବୁ ଡାକରେ ମୋ ନିଦ ଭାଙ୍ଗି ସକାଳ ହୁଏ, ମୋ ମୁଣ୍ଡ ପାଖରେ ଆଉଁସି ନଥିଲେ ମତେ ମା ନିଦ ହୁଏନି। ଅଥଚ ତୁ କହୁଛୁ ମତେ ଛାଡି ଚାଲିଯିବ। ଆରେ ଫୁଲକୁ ଛାଡ଼ିଦେଲେ ମାଳିରେ ଯେମିତି କିଛି ମାରେ ନାହିଁ, ତମ ମାନଙ୍କୁ ଛାଡ଼ିଦେଲେ ମୋର ଘର ନୁହଁ କି ମୁଁ ନୁହଁ ରେ କାହ୍ନା। କେତେ ଆଉ ଅଭିନୟ କରିବେ ବାବୁ, କେତେ ଆଉ ଅଭିନୟ କରିବ? ଆରେ କେଉଁ ଉତ୍ତର ଦେବି? ଯୋଉ ମା 10 ମାସ 10 ଦିନ ଗର୍ଭ ଯନ୍ତ୍ରଣା ସହି ଗୋଟେ ଭରସାରେ ମୋ ହାତରେ ଟେକି ଦେଇଥିଲା, ଆରେ କେଉଁ ଉତ୍ତର ଦେବି ମୁଁ ତାକୁ? ଆରେ ବିଶ୍ୱାସ କର କାହ୍ନା, ମତେ ବିଶ୍ୱାସ କର। ଏ ସେ ଛୁଆ ହଉଛି ଏ ଆଶୁତୋଷ ମହାପାତ୍ର ଛାତିର କଲିଜା, ଆଉ ତା ଶେଷ ଜୀବନର ସାଥୀ ସିଏ। ସେଇଥିପାଇଁ ତ ତାକୁ ବିଷ ଦେଇ ମଶାଣିକୁ ପଠେଇ ଦେବା ପାଇଁ ବସିଥିଲୁ। ବିଶ୍ୱାସ କର ମା। ନାଇଁ ମା, ମୁଁ ମାନୁଛି ମା, ମୁଁ ଏ ଘରୁ ବାହାର କରିଦେଇଛି ବିନୟକୁ, ଖୁସିରୁ ମଧ୍ୟ ଘରୁ ବାହାର କରିଦେଇଛି। ହେଲେ ମା, କୌଣସି ଗୋଟିଏ ଦିନ ନାହିଁ ଖୁସିର ମୁଁ ଭଲ ମନ୍ଦ କଥା ନ ବୁଝିଛି। ପାନ୍ଥଶାଳା କେବେ ପଚାରି ବୁଝିଲା କାହିଁକି ଲେଖିଛୁ ନା? ପାନ୍ଥଶାଳା ସେ ଯେ ଏତିକି ଜାଣିଛି ଅଦିନିଆ ଦେଖା ଚାହା। 45 ବର୍ଷ ଜୀବନ ଭିତରେ ଏ ଦେବୀତୋଷ ମିଶ୍ର କିଛି ବୁଝୁ କି ନ ବୁଝୁ, ସେ କେବଳ ଏତିକି ବୁଝିଛି ଏହି ଜଣେ ତା ଠିକଣାଟା ପରୀକ୍ଷା ନ ପାଇଁ ଉପରବାଲାକୁ ଦେଇଛି। ପରୀକ୍ଷା ଜୀବନ ସାରା ଖାଲି ପରୀକ୍ଷା, ପାସ୍ କରିବା ମୋ କପାଳରେ ନାହିଁ। ଧନ୍ୟବାଦ ଈଶ୍ୱର, ମୋ ଉପରେ ଭରସା ରଖିଥିବାରୁ ଅଶେଷ ଅଶେଷ ଧନ୍ୟବାଦ। ଆରେ କେହି ଜଣେ କହିଥିଲେ ଖୁବ୍
ଜୋରରେ ଚିତ୍କାର କରି ହସୁଥିବା ଲୋକର ପକେଟକୁ ଅଣ୍ଡାଳିଲେ ସୁନାକି ଟଙ୍କା ପାଇବନି, ପାଇବ ଲୁହ ଭିଜା ଖଣ୍ଡେ ରୁମାଲ। ଆଉ ଯୋଉଟାକି ଆଜି ମୋ ହାତ ମୁଠାରେ ଅଛି। କିଏ ବନ୍ଧୁ? ହତାଶ ପ୍ରେମିକ ନା ଅସହାୟ ମଣିଷ? ମିଶ୍ରିତ ଭାଗ ଫଳ ଶେଷରେ ପରାସ୍ତ ନିଶ୍ୱାସ। ଏ ପାନ୍ଥଶାଳାରେ ଏ ହୃଦୟରେ ପାନ୍ଥଶାଳା, ଏ ନିଶ୍ୱାସରେ ପାନ୍ଥଶାଳା। ପାନ୍ଥଶାଳା ଆଜି ଆସିଛି ଆଉ ଏକ ପାନ୍ଥଶାଳା ନିକଟରେ। କେଉଁଠି ଅଛି? ମ୍ୟାଜିଷ୍ଟର ନାହିଁ, ସେଇଟା ମୋ ପାଖରେ ଅଛି। ଗୋଲ୍ଡ ଫ୍ଲାଗ ଫିଲ୍ଟର, ମୋର ବି ସେଇ ସେମ୍ ବ୍ରାଣ୍ଡ। ୱାନ୍ ପିସ୍ 50-50। ଆଚ୍ଛା ଓକେ ଟେକ୍ ଇଟ୍। ମୋ ସାଙ୍ଗ କହୁଥିଲା ଜୀବନରେ ସିଗାରେଟ ଖାଇବ ଲାଷ୍ଟ, ଆଉ ଝିଅକୁ କିସ୍ କରିବ ଫାଷ୍ଟ। ବାସ୍ତବିକ ତାର ଗୋଟେ ଅଲଗା ଚାର୍ମ ଥାଏ। ଆଚ୍ଛା କହିଲ ବନ୍ଧୁ, ଜରା ବର୍ଷା ରାତିରେ ଏ ପାନ୍ଥଶାଳାରେ ତମେ କଣ କରୁଛ? ମୁଁ ତମକୁ ଯଦି ସେଇ ପ୍ରଶ୍ନ ପଚାରେ, ଖୋଜୁଛି ମୋ ହଜିଲା ଅତୀତକୁ, ଖୋଜୁଛି ମୋ ପ୍ରେମିକାକୁ, ଯାହା ନାଁ ସହିତ ମୋ ନାଁକୁ ଯୋଡ଼ି ଏ ପାନ୍ଥଶାଳା କାନ୍ଥରେ ଗୋଟି ଗୋଟି କରି ଲେଖି ଦେଇଥିଲେ। ମୁଁ ବି ଖୋଜୁଛି। କଣ କହିଲ? ମୁଁ ବି ଖୋଜୁଛି ମୋ ପ୍ରେମିକକୁ, କଣ କହିଲ? ଯାହାକୁ ବି ମୁଁ ମୋ ଜୀବନଠୁ ବି ଅଧିକା ଭଲ ପାଉଥିଲି। ପ୍ରେମିକ? ନାଇଁ, ତାର ମୋର ପ୍ରେମ ହଉଛି କୃଷ୍ଣ ସୁଦାମର ପ୍ରେମ, କାଳିଆ ବନ୍ଧୁ ମହାନ୍ତିର ପ୍ରେମ। ବନ୍ଧୁ କଥା କହୁଛ ନାଇଁ? ଆରେ ଜୀବନରେ ଏମିତି ବନ୍ଧୁ ଆସନ୍ତି, ଆସିଲା ବେଳେ ହସରା ପସରା ନେଇ ଆସନ୍ତି, ଆଉ ଗଲାବେଳେ ଦୁଃଖର ଦରିଆରେ ଭସେଇ ଦେଇ ଚାଲିଯାଆନ୍ତି। ବେଳେ ବେଳେ ଏମିତି ବି ହୁଏ ବନ୍ଧୁ, କାହା ଉଠରେ ହସ ଦେବାକୁ ଯାଇ ତା ଦୁଃଖର କାରଣ ପାଲଟିଛି, ତା ଦୁଃଖର କାରଣ ପାଲଟି ଯାଅ। ଯେମିତିକି ମୋ ସାଙ୍ଗଟା ମୋର ପାଲଟି। ଆରେ କୁହ ଅଟକ ଗଲ କାହିଁକି କୁହ? ଏଇ ଜଳବର୍ଷା ରାତିରେ ଏମିତି ଗପ ଶୁଣିବାରେ ଗୋଟେ ଏକ୍ସଟ୍ରା ଆନନ୍ଦ ଥାଏ। କୁହ ବନ୍ଧୁ, ଆରେ କୁହ। ସ୍କୁଲ ବେଳର ସାଙ୍ଗ, ଗୋଟିଏ ସାଇକେଲରେ ସ୍କୁଲ ଯାଉଥିଲୁ, ଗୋଟିଏ ଟିଫିନ୍ ଅଧା ଅଧା କରି ଖାଉଥିଲୁ। ଗୋଟିଏ ସାର୍ଟକୁ ଅଦଳ ବଦଳ କରି ପିନ୍ଧୁଥିବ ନିଶ୍ଚୟ, ଆଉ ଜଣକୁ ମାଡ଼ ମାରିଲେ ଆଉ ଜଣେ ଡେଇଁ ପଡୁଥିବ ନିଶ୍ଚୟ। ତମେ କଥା କେମିତି ଜାଣିଲ? ତମର ବି କିଏ ବନ୍ଧୁ ଥିଲେ ନା କଣ? ଗୋଟାଏ ଭାଇ, ଗୋଟାଏ ମୋବାଇଲ ଫୋନ, ଗୋଟାଏ ପ୍ରେମିକା। ଆମେ ଦି ଜଣ ଗୋଟିଏ ଝିଅକୁ ଲାଇନ୍ ମାରୁଥିଲୁ ସତ, ହେଲେ ସେ ସମୟଟା ଜିତିଗଲା, ଗୀତାଟା ଠାର ହେଇଗଲା। କଣ କର ତମେ? ଗୀତା? ହଁ ଗୀତା। ସେଇ ଗୀତା ନାଁଟା ଆମ ଦି ଜଣଙ୍କ ଭିତରେ ଶତ୍ରୁ ପାଲଟି ଗଲା। ତାର କି ମହାଭାରତ, ସେତେବେଳର ମହାଭାରତ ଦୁର୍ଯ୍ୟୋଧନ ଆଉ କୃଷ୍ଣଙ୍କ ଭିତରେ ହେଇଥିଲା, ହେଲେ ଆଜିର ମହାଭାରତ କୃଷ୍ଣ ଆଉ ଅର୍ଜୁନ ଭିତରେ, ଦେବୀତୋଷ ମିଶ୍ର ଆଉ ଆଶୁତୋଷ ମହାପାତ୍ର ଭିତରେ। ହେଲେ ଗୀତା କଣ ମା ହେଇପାରିବନି? ଗୀତା ମା ହେଇପାରିବ,
କହିଲା ସେ ମୁଁ ଆଉ ବାହା ହେବିନି। କାହିଁକି? ଆରେ କାହିଁକି ବାହା ହେଇପାରିବନି? ବିବାହର ଅର୍ଥାତ ସନ୍ତାନ ସୃଷ୍ଟି ନୁହଁ ମା। ବହୁତ ବୁଝେଇଲି, ଅନେକ ବୁଝିଲା ପରେ ସେ ବୁଝିଲାନି। କହିଲା ନିଜର ପ୍ରେମକୁ ପାଇବାକୁ ଯାଇ ଗୋଟେ ପରିବାରର ଭବିଷ୍ୟତ ସହିତ ମୁଁ ଖେଳି ପାରିବିନି। ଆରେ ଆରେ ଏଇ କଥାଟା ପ୍ରେମିକକୁ ଜଣେଇ ପାରିଥାନ୍ତ। ରାଳ ପକେଇଦେଲା, ମୋ ସାଙ୍ଗର ରାଳ। ଜଗନ୍ନାଥ ରାଳ ପକେଇଥିଲେ କହିଦେଇ ପାରିଥାନ୍ତି। ଇଡିଏଟଟା ମୋ ସାଙ୍ଗର ରାଳ ପକେଇଦେଲା, କେମିତି କହିଥାନ୍ତି? ତାମାନେ ଗୀତ କଣ ଆଉ କାହାକୁ ପାଇଗଲା? ସେଇଠି ତ ଟୁଇଷ୍ଟ। ମୁଁ କହିଲି ଗୀତା, ତମେ ଯଦି ଆଉ କାହାକୁ ବାହା ହେଇଯିବ ଆସୁଟା ସବୁଦିନ ପାଇଁ କୁଆରା ହେଇଯିବ। ଆଉ ତମେ ଯଦି ବାହା ନ ହୁଅ ତାପରେ ବି ସେ କୁଆରା ହେଇଯିବ। ତାମାନେ ଗୀତା କଣ କହିଲା? ଗୀତା ତ ମତେ କିଛି ଉତ୍ତର ଦେଲାନି। ମୁଁ ତାକୁ କହିଲି ତାହେଲେ ଗୋଟେ କାମ କରିବା, ମୁଁ ତମକୁ ବାହା ହେଇଯିବି, ତମର ମିଛି ମିଛିକା ସ୍ୱାମୀ ହେଇଯିବେ। ପଚାର କାହିଁକି କହିଲି ପଚାର। ହଁ କାହିଁକି? ଆରେ କାହିଁକି? କାହିଁକି ନା ମୋ ସାଙ୍ଗ ମୋ ପାଇଁ ଯେତିକି ମୂଲ୍ୟବାନ, ମୋ ସାଙ୍ଗର ପ୍ରେମିକା ବି ସେତିକି ମୂଲ୍ୟବାନ। ତାମାନେ ତମେ ଦି ଜଣ ମିଛି ମିଛିକା ସ୍ୱାମୀ ସ୍ତ୍ରୀ। ତା ହାତର ସଂଖ୍ୟା ଏ ଦୁନିଆ ପାଇଁ, ତା ମଥାର ସିନ୍ଦୁର ବଦନାମରୁ ବଞ୍ଚିବା ପାଇଁ, ଆଉ ବର୍ଷକ ଥରେ ଗୋଟିଏ ରାତି ତା ହାତରୁ ମୋ ବନ୍ଧୁ। ମୋର ଦୁଃଖ କଣ ଜାଣିଛ? ସେଟା ବେଇମାନଟା ଚିହ୍ନି ପାରିଲାନି ମତେ। ତା ଲାଗି ମୁଁ ଆଜି ବର୍ବାଦ ହେଇଗଲି। ତା ଲାଗି ମୋ ଫ୍ୟାକ୍ଟ୍ରି ଆଜି ନିଲାମ ହେଇଗଲା। ତା ଘର ଚାକର ସହିତ ମୋ ଭଉଣୀକୁ ବାହା କରିଦେଲା। ଏମିତିକି 2 ଦିନ ତଳେ ମୋ ଭଉଣୀର ପୁଅଟାକୁ ବିଷ ଦେଇ ମାରିଦେବାକୁ ବସିଥିଲା। ନାଇଁ ମିଛ କହୁଛ ତମେ, ସେମିତି କାମ କେବେ କରିନଥିବ। ଆରେ ମୁଁ କଣ ମୋ ସାଙ୍ଗକୁ ଚିହ୍ନିନି? ଗୋଟେ ଭଲ ସାଙ୍ଗ କେବେ ଶତ୍ରୁ ହେଇପାରେ ନା। ଗୋଟେ ଭଲ ବନ୍ଧୁ କେବେ ବନ୍ଧୁକୁ ଉଠେଇ ପାରେ ନା। ସେ ସବୁଦିନ ପାଇଁ ମତେ ଭୁଲ ବୁଝିଲା। ତାପରେ ସେ କଣ କହିଲା? ପାନ୍ଥଶାଳାରେ ଏହି ପାନ୍ଥଶାଳାରେ ତମେ ଆଉ ଟିକେ କହୁଥିଲ ନା, ତମେ ଆଗରୁ ଆସୁଥିଲ, ସିଗାରେଟ ଟାଣୁଥିଲ। ସେଇ କଥା କଣ କହିଲା? 20 ବର୍ଷ ତଳେ ଆମେ ଏଇ ଜାଗାରେ ଥିଲୁ। ଏମିତି ଝଡ଼ ବର୍ଷା ରାତି ଏଇଠି ଜଣେ ବାପା ରହୁଥିଲେ। ତାଙ୍କ ପାଖରୁ ଗୋଟେ ସିଗାରେଟ ଟାଣିଥିଲେ। ସେ ହାରମୋନିୟମ ବଜାନ୍ତି, ଆଉ ଆମେ ଦି ସାଙ୍ଗ ବସିକି ଗୀତ ଗାଉ। କଟି କଟି ଡବଲ କଟି। ଆଚ୍ଛା ବନ୍ଧୁ, ମୁଁ ଏବେ ତାହେଲେ ଆସୁଛି। दिनक दिनक चिंता, दिनक दिनक रे, दिनक दिनक चिंता, दिनक दिनक रे। कटी कटी डबल कटी, कटी कटी। ମିଛ କହୁଛ ତମେ। ଭାଇ ଆମ ପାଖରେ ନଥିଲେ ଆମେ ଭେକ ଉପାସରେ ମରି ଯାଇଥାନ୍ତୁ। ଏ ମା, ମୋର ଗୋଟେ କଥା ମନେ ପଡୁଛି। ଯୋଉ 2 ଜଣ ଆମ ଛୁଆକୁ ମାରିବା ପାଇଁ ଆସିଥିଲେ, ସେ 2 ଜଣଙ୍କ ଭିତରେ କଥାବାର୍ତ୍ତା ହଉଥିଲେ। ଆମ ଛୁଆ ମରିବା ପଛରେ ଆମ ଘର ଲୋକର ହାତ ଅଛି। ସେ ଘର ଲୋକ ଆଉ କିଏ ନୁହଁ ମା, ସେ ଘର ଲୋକଟା ହଉଛି ଏଇ ଆମ ବଡ ବାବୁ। କଣ କହିବା ନା? ମୁଁ ବିଷ ଦେଇ ମାରିବାକୁ ବସିଥିଲି। ମୁଁ ଲୋକ ମାରିଥିଲି ମାରିଦବ ବି। ସେଦିନ ବିଷ ଦେଇ ମାରି ପାରିଲେନି ବୋଲି ଆଜି ମାରିଦେବାକୁ ବସୁଛନ୍ତି।
କହିବେ ଆପଣ ଜଣେ ଭଲ ମଣିଷ ବୋଲି। ଭସ୍ମସୁର ସାଜି ଏ ବଂଶଟାକୁ ବୁଡ଼େଇ ଦେବାକୁ ବସିଛନ୍ତି। ତୋର ତ ନିଜର କେହି ବି ନାହିଁ। ତେଣୁ ତୁ ଭାବୁଛୁ ଏ ବର୍ଷଟା ସମୁଦ୍ର ପାଇଁ ଲୋପ ହେଇଯାଉ। ଆପଣଙ୍କର ଛୁଆ ନାହିଁ ପିଲା ନାହିଁ ବୋଲି ଆପଣ ଚାହୁଁଛନ୍ତି ଏଇ ଘରେ କୁଆ କୁଆ ଶବ୍ଦ ନ ଶୁଭୁ। ଚୁପ ହେଇଯାଅ ତମେମାନେ। ମୋର ବି ସେଇଟା ଶେଷ ଇଚ୍ଛା ଥିଲା। ଆରେ ମୋ ଧନ ସମ୍ପତ୍ତିର ଅଧିକାର ଆଉ କିଏ ଉପଭୋଗ କରୁ ମୁଁ ଏଇଟା ଦବାବି ଚାହିଁନଥିଲି। ସେଇ ପିଲାକୁ ମୁଁ ସେ କ୍ଷୀରରେ ବିଷ ମିଶେଇ ମାରି ଦେବାକୁ ଚାହୁଁଥିଲି। ଆରେ ମୁଁ ଯଦି ତମମାନଙ୍କ କେହି ନୁହଁ ତମେ ମାନେ ମୋର କିଏ ହବ? ମାରିଦେବି ଗୋଟି ଗୋଟି କ୍यों? चले जाओ माथी संगरो। अरे चले जाओ तू चल जा। तू तो कोकणी में चल जा। जाओ ना जा। সেই চিঠি হবে না। এই ঘরটা হচ্ছে মোর। এই ঘর মো স্বামী তৈরি করেছে। তেণু এই ঘরের মালিকানি হচ্ছে মু। এই ঘরে কে রহিব কে ন রহিব সে নিষ্পত্তিটা মু নে। এই ঘর তু বুঝিব এই ঘর সে যে ঘর কণ বুঝি সংসার কর জানিনি সে হচ্ছে মো বড় বস। মরি যাইছি তো মা। আরে जो पो भाई नुहे जो पो मार नुहे से पोए दुनिया रे कहानी भी नुहे। बाहर जा कुछ बाहर जा। अरे बाहर जा कुछ हाँ तू भूल करके बुझाऊ छो। एकदम चुप। तो बोले अवश्य जानू ठीक भूल ना संज्ञा मोर जानिबा किछि भी दरकार। प्रकृତରେ तू जदि मो पुआ हिता मु जदि तो मां तोते तो मार नियम रे आसु। बाहर जा कहूची बाहर कहूची। ଅଫେରା ରାଇତି ମୁଁ ଚାଲିଯିବି ମା। ଆଜି ନହେଲେ କାଲି ବୁଝିବୁ ମା। ଏ ଆଶୁତୋଷ ମହାପାତ୍ର ତା ଜୀବନରେ ଭୁଲ କରିନଥିଲା ବରଂ ସମୟ ତା ସହିତ ବେଇମାନ କରିଛି ମା। ସେ ଉତ୍ତର ଲେଖି ସାରିଛି ମା। ଲେଖନୀଟା ବା ତା ସହିତ ବେଇମାନ କରିଛି ବିଶ୍ୱାସଘାତକତା କରିଦେଇଛି। ବ ଲେଖିଲେ ବ ହେଇଯାଉଛି ତ ବ ଲେଖିଲେ ଚ ହେଇଯାଉଛି। ସବୁ ସେଇ ମୋର ଭାଗ୍ୟର ଦୋଷ ମା। ସବୁ ମୋର ଭାଗ୍ୟ। I'll
अरे केमिति बे अरे मारो नबाई तो मो कलिजा को सतुरी खंड कर देइचो अरे एई बेंडा तू अरे एतो कथा सुनी सबु एतो कथा जानी मो पाखरे काहे लुचाई थुले देबी कि कोइ थांती राणो पके देइछला पूरा अरे मर जाई थांते मो कोनटा आई जाई थांता अरे तू सो जी जी बंसी बंसी मरुछो ए देबी तू भला मनुष्य केबे डुएलु रे तू आगुटो सा जानी रे तो भोले आसा मो लागि मरनी तो भौणी आशा को तो मैनेजर डॉन मारिची ओ बाबू आपन भौणी के आपन कंपनी रे मैनेजर डॉन मारिची आ आशा मैडम को मारला बेले आपन बापा देखि दिले बोली आपन बापा को मार के फैन टंगे देला सेही डॉन एगरा तमे तुम जानलो चिट्टी पिटी के मदद पे सब कथा बाहर करते बाबू मु आपन को हाथ जोड़ी बाबू से टाटू वाला डॉन को आपन 14 जेल पठांतु से सोना साइड चौकी पेसु मैं आसुची बाबू मैं आसुची देवी तू गोटे कथा जानिछु खुशी को काना सहित काहे बाहा करची मो पर राग सुझेगु ना अरे नाही रे ता शंका सिंदूर मजबूत करिया पई ता बदनाम को वंचित करिया पई अरे सेति केनो मो साई विनय मो सन भाई विनय को लिवर कैंसर केमिति करथि एतले जानिले मो साना भाई के लिवर कैंसर हो जाइछि मु खुशी को काना सहित बाहा करते एमि तो भविष्य तू नष्ट कर देथन तू कहनु अरे काना आउर था जानिछु कानुआ घर चाकर नुहे कानुआ आउचे घर मालिक जानिछु मोर सब प्रॉपर्टी को मु कानुआ नार विल कर देछि ऐसा तो हीरो नहे तू हीरो नंबर 1 अरे मु जाउछि खुशी हो गीता तो समस्त भूल बुझछंती मु जाउ सोन बुझाई देबी आ गीता कहबी
ତୁ ତାକୁ ହିରୋ ବୋଲି କହୁଥିଲୁ ସେ ହିରୋ ନୁହଁ ସେ ହଉଛି ହିରୋ ନମ୍ବର 1 ଜଗନ୍ନାଥ କ୍ଷମା କରିଦିଅ ପ୍ରଭୁ ତାପରେ ତୁ ଅନ୍ୟାୟ କରିଛୁ ପ୍ରଭୁ ଏତେ ସବୁ ତାକୁ କଷ୍ଟ ଦେଇଛି ଯନ୍ତ୍ରଣା ଦେଇଛି ପ୍ରଭୁ ଜଗନ୍ନାଥ ପାଖରେ ମୂର୍ତ୍ତି କରିବେ ମୋ ଗୀତକୁ ମୋତେ ଫେରେଇ ଦିଅନ୍ତୁ ପ୍ରଭୁ ମୋ ଗୀତକୁ ଭଲରେ ରଖନ୍ତୁ ମୋ ଗୀତକୁ ଭଲରେ ରଖନ୍ତୁ ଆରେ ଏତେ ଅନ୍ଧାରେ ଏଠି କ'ଣ କରୁଛ? ଆରେ ତୁମର ଖୋଜୁଛି ସେ ପୁରୁଣା କଟି କଟି ଗୀତ ଖୋଜୁଛ ନା? ଆରେ ନାଇଁ ନାଇଁ ଆଉ କାହାକୁ ଖୋଜୁଛ? ଖୋଜୁଛି ମୁଁ ତମକୁ ମତେ ମତେ ଟିକେ ଖୋଜୁଛ? ଆରେ ତମ ସହିତ ଟିକେ ମୁଁ କଥା ହେବି ମନ ଭରି ଟିକେ କଥା ହେବାକୁ ଚାହୁଁଛି କ'ଣ କହିଲେ? ମୋ ସହିତ ଟିକେ ମନ ଭରି କଥା ହବ? ହଁ ତମ ସହିତ ମନ ଭରି କଥା ହେବି ଆଉ ତମକୁ ଟିକେ ମୁଁ ଦେଖିବି ମତେ ଦେଖିବ ମୋ ସହିତ ମନ ଭରି କଥା ହବ? ୟା ବିଷୟରେ କଥା କହିବା କିଛି ଦରକାର ନାହିଁ ଘରକୁ ଚାଲ ମୁଁ ଖୁସି ଅପେକ୍ଷା କରିଛି ତମ ଉପରେ ବହୁତ ଜୋର ରାଗିବି ରାଗିବ? ଆରେ ମୋ ଉପରେ ତମେ କାହିଁକି ରାଗିବ? ଆରେ ତମ ଗୀତ ସହିତ ମୁଁ ଟିକେ ଆଜି ସ୍ୱର ସହିତ ସ୍ୱର ମିଶାଇ ଗୀତ ଗାଇବାକୁ ଚାହେଁ ଓହୋ ଆଜି ତମର କ'ଣ ହେଇଛି କହିଲ? ଯେତେବେଳେ ତମ ମନ ଦୁଃଖ ହୁଏ ତମେ ମତେ କୁହ ମୋ ସୁନା ଭଉଣୀଟା ମତେ ଟିକେ ଗୀତ ଗାଇକି ଶୁଆଇ ଦିଅ ହେଲେ ଆଜି ତମର କ'ଣ ହେଇଛି? ହଁ ତମ ସ୍ୱର ସହିତ ମୁଁ ଟିକେ ସ୍ୱର ମିଶାଇ ଗୀତ ଗାଇବାକୁ ଇଚ୍ଛା ହଉଛି ଏ ମିଷ୍ଟର ମୁଁ କିଏ ଜାଣିଛ ତ? କିଏ ଏ ସହରର ବିଶିଷ୍ଟ ଶିଳ୍ପପତି ଆଶୁତୋଷ ମହାପାତ୍ରଙ୍କର ପ୍ରେମିକା କାହିଁକି ନା ଗଛରେ ଯେତେବେଳେ ଫୁଲ ଭରା ଆସୁଥିଲା ଫୁଲ ଆସି ଲାଗି ଯାଉଥିଲା ଏ ଭଅଁରଟା ଫୁଲକୁ ସ୍ପର୍ଶ କରୁନଥିଲା କାହିଁକି ନା ଏ ଭଅଁରଟା ଏମିତି ଏକ ଭଅଁର ଫୁଲକୁ ନୁହେଁ ଫୁଲର ବାସ୍ନାକୁ ପସନ୍ଦ କରୁଥିଲା ମୁଁ ତମ ସହ ମନ ଭରି ଟିକେ କଥା ହେବାକୁ ଚାହୁଁଛି ହଁ ମୁଁ ତମକୁ ଠିକ୍ ସେଇ କଥା ପଚାରେ ସ୍ୱାମୀର ଶବ୍ଦର ଅର୍ଥ କ'ଣ ଗୀତା ମତେ କହିପାରିବ? ଯେ ସ୍ତ୍ରୀକୁ ହାତରେ ଶଙ୍ଖ ମତରେ ସିନ୍ଦୁର ପିନ୍ଧାଏ ତାକୁ ସ୍ୱାମୀ କୁହାଯାଏ ଯେ ସ୍ତ୍ରୀ ପାଖରେ ଭଲ ମତରେ ଛିଡ଼ା ହୁଏ ତାକୁ ସ୍ୱାମୀ କୁହାଯାଏ ବାସ୍ ଗୀତା ଏତିକି ଯେ ପୁରୁଷ ଓଜନ ଭାରକୁ ହାଲକା କରିଦିଏ ଯେ ପୁରୁଷର ଶିରା ପ୍ରଶିରାରେ କ୍ଷିପ୍ତ ଗତିରେ ଧାଉଁଥିବା ରକ୍ତଟିକୁ ଶୀତଳ କରିଦିଏ ପାରମ୍ପରିକ ଦୃଷ୍ଟିରୁ ଯେ ପୁରୁଷକୁ ପିତୃତ୍ୱ ପ୍ରଦାନ କରି ନିଜେ ମା ହୁଏ ତାକୁ କ'ଣ ସ୍ୱାମୀ କହନ୍ତିନି? ନା ତାକୁ ସ୍ୱାମୀ କୁହନ୍ତିନି ତମେ କାହାକୁ ବାପା ହେବାର ସୁଯୋଗ ଦେଇନ? ନା ଆମ ଜବାବ ଉତ୍ତର ଦିଅ ଗୀତା ମୁଁ ସେ ଉତ୍ତର ଦେଇପାରିବିନି ତମେ ଦେଇପାରିବନି ନା ସେଥିରୁ ତମେ ଦେବା ପାଇଁ ଅକ୍ଷମ ମୋର ଇଚ୍ଛା ନଥିଲା ତମର ଯଦି ଇଚ୍ଛା ନଥିଲା ତାର ଇଚ୍ଛାକୁ ସମ୍ମାନ ବଳି ଦେବାକୁ ତମର କୌଣସି ଅଧିକାର ନାହିଁ ଗୀତା ମୋ ପୁଅକୁ ମାରିଦେବା ପାଇଁ ତତେ ଅଧିକାର ଦେଲା କିଏ? ଭାଉଜ ତମେ ଯଦି ଘରକୁ ନ ଯାଅ ତାହେଲେ ମୁଁ ଭାବିନେବି ପୁରୁଣା ପ୍ରେମରେ ତମର ଆଜି ମନେ ପଡ଼ିଯାଇଛି ଭାଉଜ ଯାଅ ତମକୁ ତମ ଶଙ୍ଖ ସିନ୍ଦୁର ନିଅ ଜାଣିଛ ଭାଇ ଇଏ ମୋ ପୁଅକୁ ମାରିବା ପାଇଁ ଗୁଣ୍ଡାମାନଙ୍କୁ ପଠେଇଥିଲା ଏଇଟା ହଉଛି ଗୋଟେ ବେଇମାନ କାହାକୁ ତୁ ବେଇମାନ କହୁଛୁ? ଏଇଟା ତୁ ଯାହାକୁ ବେଇମାନ କହୁଛୁ ସେ ଗୋଟେ ଭଗବାନ ଜାଣିଛୁ ଭଗବାନ ବିଷୟରେ କିଛି ଶୁଣ ତୁ କଣ କଲୁ? Taku
दिन बेले स्वप्न देखिस ना कौन कानारी तो बड़ बाबू कथा तोर बहुत मने पड़छ ना रे ଭଲ ବଡ଼ ବାବୁ ଏଇ ଘରେ ନାହାନ୍ତି ଯେ ଘରଟା କର ବଢ଼ିଆ ଲାଗୁନି ए काना मो बड़ पुओ कथा बड़ भारी मने पड़छ रे काना बहुत मने पड़छ ଏମିତି ସମସ୍ତେ ଚାଲିଯିବେ ମା ମୁଁ ଗଲି ଭାଇ ଗଲେ ଏମିତି ଜଣ ଜଣ କରି ସମସ୍ତେ ଚାଲିଯିବେ ତାପରେ ବିଶ୍ୱବିକ ଯେତେ ଦିନ ଯାଏ ଘରେ ଥିବେ ଏ ଘରେ କେହି ରହିବେନି ଲୋ ମାମା ଏ ପାଟି ବନ୍ଦ କର ତୋ ଭଳିଆ ଚରିତ୍ରହୀନ ମୋ ପୁଅ କୃଷ୍ଣ ନୁହେଁ ମାରିଦେଲ ଲୋ ମାମା ମୋ ପହଳ ଛୁଆଟାକୁ ଏମାନେ ମାରିଦେଲେ ତମେ ଭୁଲ ବୁଝୁଛ ସାନ ବାବୁ ସେଦିନ ତମେ ଘରୁ ଚାଲି ଆସିବା ପରେ ଗୋଟା ହଠାତ୍ କାନ୍ଦି ଉଠିଲା ଦେଖିବ ତମ ପୁଅକୁ ଏଇ ଦେଖ ତମ କହ୍ନେଇ ଦେଖିଲ ତମ ପାଟି ଶୁଣିକି କାନ୍ଦି ଉଠିଲା ଦେଖିଲ ସେଇ ଚିଠା କୁଆଡ଼େ ଭିତରକୁ ଯାଉଛୁ କୁଆଡ଼େ ଯାଉଛୁ ତୁ ମାମା ମୋ ପୁଅକୁ ମୁଁ ଟିକେ ଦେଖିବି ମାମା ନା, ସେ ତୋ ପୁଅ ନୁହେଁ ସେ ବଡ଼ ତୋର ନା ତାହେଲେ ସେଦିନ କାହିଁକି ଗୀତ ଭାଷକୁ ମିଛ କଥା କହିଥିଲ ଏଇଥିପାଇଁ ଯେ ସେ ଭାବନ୍ତୁ ଏଠି ସମସ୍ତେ ଖରାପ ମୁଁ ଭଲ ଖୁସି ଖରାପ ମୁଁ ସୁନା ପିଲା ତାହା ନ ହୋଇଥିଲେ ସେ ସେଦିନ ମୋ ଠାରୁ ସାହାଯ୍ୟ ନେଇନଥାନ୍ତେ ଆଉ ସେ ମୋ ଠାରୁ ସାହାଯ୍ୟ ନେଇନଥିଲେ ଦେବୀ ଭାଇ ଭଲ ହୋଇପାରିନଥାନ୍ତେ ସେଦିନ ଦେବୀ ଭାଇଙ୍କୁ ମୋ ବଡ଼ ଭାଇ ଗାଡ଼ି ଆକ୍ସିଡେଣ୍ଟ କରିଥିଲି ଏବେ ତୁମେମାନେ କୁହ ଯଦି ସେଦିନ ଦେବୀ ଭାଇଙ୍କର କିଛି ହେଇଯାଇଥାନ୍ତା ତାହେଲେ ମୋ ବଡ଼ ଭାଇଙ୍କ ଉପରେ କଳଙ୍କର ଦାଗ ଲାଗିଯାଇନଥାନ୍ତା ବାବୁ ମୁଁ ଗୋଟେ କଥା କହିବି ରଖିବେ खुशी मैडम गंगा परी पवित्र से आज भी तुमको भल पाउचंती आज भी तुमको मन पकई मो कणे कही कही कांदुचंती मु तुमको हाथ जोड़ुची बाबू आपण खुशी मैडम को ग्रहण कर खुशी मैडम को ए काना बाबू मोर पूरा ट्रांसफर ऑर्डर आसी सारी बदली हेजी जेते बेले काहे की ता सहित न्याय लगेबी बाबू आपण कोन कहउछते मु किछि भी बुझी पारुनु ना जानिबा को चाहूछु तो सानो बाबूटा को लिवर कैंसर बाबू तो सानो बाबूटा किछि दिन पर मरी जीवरे काना डाले बिनु समिति जमा भी को ए बिनु तते मोर नियम रे बिनु सत कथा को तू जहा कहछु ए सब मिछ ना ମୁଁ ତମମାନଙ୍କୁ ଛାଡ଼ି ସବୁଦିନ ପାଇଁ ଚାଲିଯିବି ଲୋ ମାମା ତମେ ଚିତ୍ରଗୁପ୍ତକୁ କହି ଲେଖାଟାକୁ ବଦଳାଇ ଦିଅ ତମେ ମୋ ସାନ ବାବୁକୁ ଆମଠୁ ଛଡ଼େଇ ଦିଅନି ଈଶ୍ୱର ଆମ ସାନ ବାବୁକୁ ଆମଠୁ ଛଡ଼େଇ ଦିଅନି ତମେ କାନା ଏବେ ତୁ କହ ଏତେ ସବୁ ଜାଣି ସାରିଲା ପରେ ମୁଁ ଖୁସିକୁ କେମିତି ବାହା ହେଇଥାନ୍ତି କେମିତି ତାକୁ ମଝି ନଗରେ ଭସେଇ ଦେଇଥାନ୍ତି विश्वास ମୁଁ କଣ ତମକୁ ଭଲ ପାଇଥିଲି କେବଳ ତମ ହାତ ଧରି ବାଟ ଚାଲିବ ତମକୁ ବାହା ହେଇ ଘରେ ବୋହୂ ହେଇ ରହିବ ମୁଁ କଣ ତମକୁ ଭଲ ପାଇନଥିଲି ଗୋଟିଏ କୋକେରେ ମଶାଣିକୁ ଯାଇ ଗୋଟିଏ ଚୁଇରେ ଚଳିବ ଏତେ ବଡ଼ ମିଛ କହିଦେଲ ତମେ ଏତେ ବଡ଼ କଥା ମତେ ଲୁଚାଇ ରଖିଲ हाँ तमें जमीती तुम बड़ भाई भी ठीक से बड़ बाबू कौन करे बड़ बाबू जहाँ कही तुम शुणव तुम विश्वास भी कर बड़ बाबू जानी थे ए विनय को लिवर कैंसर बोली सब जानी शुणी मत तुम सहित बाहाघर कर गोटे कथा जानी ना किसी न बुझी न सुझी मो पुओ को मारिया से से गुंडा पठे देले बोली भाभी मो मारी मारी तक मुंडा को फुटेई देछि मो भाई को किछ नहीं गोटे कथा जानी आम पुओ को मारिया बड़ भाई गुंडा पठे नथिले पर से प्लान करथिला से राधा और डॉन सही बड़ा मु कहते राधा बोले मो कौन कर मो बड़ बाबू को नहीं नहीं मो भाई को किछ नहीं मो सकाल मेडिकल जाती भाई भलो अछन किछ नहीं ता तुम व्यस्त होनी तमी बोल थोड़ा भय सिंह दिल रे थाए
अभी सी बच्चिया दिमाग रे ये कहे मते जाने मन ये कहे मते दिल की धड़कन My name is John তোর কিচ্ছু হবনি তুই একটা চিবি মো ভাইকে বচাইবি মো বাবুকে বচাইবি এবার চিবি তো मते साइन कर तापर जिबो भाई साइन न कले तो बड़ भाई मरिबो সাইড করবি ଏଥର ଖେଳଟା ଜମି कहना तू 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 मेरे को कथा दे कहना मुझे कथा दे कहना वो खुशी रे रख मते मते कथा दे कहना मते कथा दे अरे कथा दिए तो तू लगा पे मैं जानी लू तो रखा तू जानी तू जानी अरे तो को बोलछंदी ई ओली प्रोटीन मिशा दिलो पीबो और तो आसे पीबी जे किलो पेट्रोल तू आगो पीबू ना पीबू मु पीबी तापर तू पीबू ठीक है पिउनु तो बेबर असली अरे हमें दिस बंदे दिसांग अधाडा करिबा ना आपुनी गीता ताकू को देव रखबा आउ अल्प दिस रखिता तभी मु सब जा रखि दउची काहे ना ऑटो ड्राइवर को हेरा जीवनी ହଁ ହଁ ସେତିକ କ୍ଷୀର ମୁଁ ପିଇବି ए आतिला देख ଏତିକି କ୍ଷୀର ଦି ଜଣକୁ ମିଶି ପିଇ ପାରିଲନି अरे हम तीन जन भीतर तमर भी भाग अछि ना ସେଥିପାଇଁ ତମ ପାଇଁ ଅଧା ବି ରଖା ହେଇଛି ହଉ ହଉ ମୁଁ ପିଇଦେବି ତିନି ଜଣ ଗୋଟେ ହେଇছে ମୋର ଟିକେ ପୁରୁଣା କଥା ମନେ ପଡୁଛି କଣ କହିଲ ତ ମାନେ ମାନେ ମୋର ସେ ଯୋଉ ପୁରୁଣା ବାଇକଟା ତିନି ଜଣ ସାଙ୍ଗ ହେଇକି ବୁଲିବା ଆସୁ ଗାଡି ଚଲେଇବ ତମେ ବସିବ ମୁଁ ବସିବି କଣ କହୁଥିଲି ଆରେ ମାମାଙ୍କୁ ପଚାରେ ସିଏ ଯଦି ରାଜି ଆମେ ଯିବା ଅସୁବିଧା କଣ ଯିବା ଯେ କିନ୍ତୁ ମୋ କହିବା କଥା ଗାଡିର ସ୍ପିଡ 40 ରୁ ଅଧିକ ହବନି ହଁ 40 ଭିତରେ ଚଲେଇବା ଅସୁବିଧା କାହିଁକି ଆଜି ବି ବହୁତ ଆଇନ କାନୁନ ହେଲାଣି 50-60 ଚଲେଇ ଫାଇନ ପଡିବ ନା କଣ କହୁଛୁ ଦେବି ଡ୍ରାଇଭର କାମ ଭଲ ଭାବରେ ଜାଣିଛୁ ସେଇଟା ଆଚ୍ଛା ଆଉ ତା ଭିତରେ ଆମର ସେ ଗୀତଟା ପୁରୁଣା ଗୀତଟା ତା ଭିତରେ ବି ଆମେ ଗୀତ ବୋଲିବୁ ଠିକ ଅଛି କାହ୍ନା ଆସନ୍ତା ସିଏ ବି ଭଲ ଏଇ ଗୀତଟା ବୋଲନ୍ତା କି କଥା ଆରେ କାହ୍ନୁ ଏ କାହ୍ନୁ कौन ग्लास हाँ क्षीर बोतल रात प्रोटीन मिसला आम दी सांग पीलु गीता भी पीला आम तीन जन भाग कर पीलु आपण भी पीछे अरे कौन आपण हो देखिलु अरे देवी मु खाइছি न खाइছি सब से मु ख्याल रखुछ देखुछ आसु आसु पचारानी आपण पीछन तो तू गीतटा बोलुनु मु कोन कहतली कि कौन कहतलु का ना अरे कौन कहू ना सब क्षीर पी देछती हाँ आमे तो तीन जणକୁ ପିଇଲୁ असुविधा कौन ଆପଣଙ୍କର କିଛି ହଉନି ଏମିତି ଆଇ ତ ଆଗରେ କଣ ଭଲ କହୁଛୁ କଣ ହବ ଆରେ କଣ ହେଇଛି ସେଠି ଆରେ ତୁ ଗୀତ ଗାଉନୁ ଆରେ ତୁ ଟିକେ ଗୀତ ଗା ସେ ଗୀତ ଗାଆ ଆମେ ଟିକେ ଆଜି अरे ପୁରୁଣା କଥା हाँ, ଫେରି तो ପାଇ बाबू कହୁଛନ୍ତି ଟିକେ ଗୀତ ଗାଅ ଆରେ ତ
ବଡ ବାବୁ କହୁଛି ନାଚିବେ दोस्ती दिन आउलाती भोर भोर तमगिए हम जमना पर हट जाए फाटी ଆସୁ ଭାଉଜ ଭାଇ ଆରେ କହିଲା ଭାଉଜ ଏମିତି ବସିଛନ୍ତି ଏ କଣ ହେଇଛି ମାସୁ କଣ ହେଇଛି ବାବୁ ଦେବୀ ଭାଇ ଆଉ ଗୀତା ଭାଉଛ ଆମ ସାଙ୍ଗରେ କଟି ନହେଲା ମା ଡବଲ କଟି ପକେଇ ଦେଇଛନ୍ତି